ଭାରତ ଏବଂ ଜିମ୍ବାବୁଏ ମଧ୍ୟରେ ତୃତୀୟ ଟି-20 ଆଜି ଜୁଲାଇ 10ରେ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ଭାରତ ହାରିଯାଇଥିଲା। ଏଥିସହିତ ଦ୍ୱିତୀୟ ମ୍ୟାଚ୍ରେ ଦଳ 100 ରନ୍ରେ ଏକ ବଡ଼ ବିଜୟ ପଞ୍ଜୀକରଣ କରିଥିଲା। ବର୍ତ୍ତମାନ 5ଟି ମ୍ୟାଚ୍ର ଏହି ସିରିଜ୍ 1-1ରେ ବନ୍ଧା ହୋଇଛି। ଆଜି ଜିତୁଥିବା ଦଳ ଏହି ସିରିଜରେ ଅଗ୍ରଣୀ ନେବେ। ତୃତୀୟ ଟି-20 କେଉଁ ସମୟରୁ ଖେଳାଯିବ ଆସନ୍ତୁ ଜାଣିବା। ଆମେ ଆପଣଙ୍କୁ ମଧ୍ୟ କହି ରଖୁଛୁ କେଉଁଠାରେ ଏବଂ କେଉଁ ଚ୍ୟାନେଲରେ ଆପଣ ତୃତୀୟ ଟି-20 ଦେଖିବାରେ ସକ୍ଷମ ହେବେ। ସୋନି ସ୍ପୋର୍ଟସ ନେଟୱାର୍କ ଦ୍ୱାରା ଭାରତ ବନାମ ଜିମ୍ବାବୁଏ ତୃତୀୟ ଟି-20 ମ୍ୟାଚ୍ ପ୍ରସାରଣ ହେବ। ଏହି ମ୍ୟାଚ୍ ସୋନି ସ୍ପୋର୍ଟସ ନେଟ୍ 3 ହିନ୍ଦୀ HD ଏବଂ HD ସୋନି ସ୍ପୋର୍ଟସ ନେଟ୍ 4 ତାମିଲ ଓ ତେଲୁଗୁ ଏବଂ ସୋନି ସ୍ପୋର୍ଟସ ନେଟ୍ 5 HD ଏବଂ HDରେ ଟେଲିକାଷ୍ଟ ହେବ। ଇଣ୍ଡିଆ ବନାମ ଜିମ୍ବାବୁଏର ଲାଇଭ୍ ଷ୍ଟ୍ରିମ୍ ଭାରତରେ ଟି-20 ସିରିଜର ତୃତୀୟ ମ୍ୟାଚ୍ ସୋନି ଲିଭ୍ ଆପ୍ ଏବଂ ୱେବସାଇଟରେ ଉପଲବ୍ଧ ହେବ। ଏହି ମ୍ୟାଚ୍ ଅନଲାଇନରେ ଦେଖିବା ପାଇଁ ଆପଣଙ୍କୁ ସୋନି ଲାଇଭ୍ ଆପକୁ ସବସ୍କ୍ରାଇବ୍ କରିବାକୁ ପଡ଼ିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 4:30ରେ ଆରମ୍ଭ ହେବ। ଟସ୍ 4ଟା ସମୟରେ ହେବ। ମୁଣ୍ଡ ଟୁ ମୁଣ୍ଡ ବିଷୟରେ କଥାବାର୍ତ୍ତା କରି ଉଭୟ ଦଳ ଟି-20 ଅନ୍ତର୍ଜାତୀୟ କ୍ରିକେଟରେ 10 ଥର ସଂଘର୍ଷ କରିଛନ୍ତି, ଯେଉଁଠାରେ ଭାରତ 7ଟି ମ୍ୟାଚ୍ ଜିତିଥିବା ବେଳେ ଜିମ୍ବାବୁଏ 3ଟି ମ୍ୟାଚ୍ ଜିତିଛି। ଜିମ୍ବାବୁଏର ଅଧିନାୟକ 38 ବର୍ଷୀୟ ଅଲରାଉଣ୍ଡର ସିକନ୍ଦର ରାଜାଙ୍କ ହାତରେ। ଭାରତୀୟ ଦଳ ଶୁଭମ ଗିଲ୍ ଅଧିନାୟକ, ୟଶସ୍ୱୀ ଜୟସୱାଲ, ଋତୁରାଜ ଗାୟକୱାଡ଼, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ ୱିକେଟକିପର, ଧ୍ରୁବ ଜୁରେଲ ୱିକେଟକିପର, ରିୟାନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଖଲିଲ ଅହମ୍ମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ, ଶିବମ ଦୁବେ।